ଜୟ ଜଗନ୍ନାଥ ପିଲାମାନେ ବର୍ତ୍ତମାନ ଆସିଛି ଏକ ବହୁତ ବଡ ଅପଡେଟ ଯୋଉଟା କି ତମର ଆସିଛି କଣ ନା ସିଏସସି ରେଜଲ୍ଟ 2026 କଣ ହଉଛି ନା ଚଳିତ ମାସ 20 ତାରିଖ ଦିନ କଣ ହଉଛି ପ୍ରକାଶ ପାଉଛି ଯୋଉଟା କି ତମର ମେ 20 ତାରିଖ ଦିନ 12:30 ରୁ ଗୋଟାଏ ମଧ୍ୟରେ କଣ ହବ ନା ପ୍ରକାଶ ପାଇବ ବୋଲି ତୁମକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଚାଲ ଆମେ ଦେଖିଦବା ସେ ବିଷୟରେ କଣ ସବୁ ଅପଡେଟ ଅଛି ଯୋଉଟା କି ତମର ଦେଖ ଅର୍ଗସ ନ୍ୟୁଜରେ ପ୍ରକାଶ ପାଇଛି। ଅର୍ଗସ ନ୍ୟୁଜର ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶ ପାଇଛି। ଆସନ୍ତା 20ରେ ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ରେଜଲ୍ଟ। ଏକା ସାଙ୍ଗରେ ବାହାରିବ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ, ଅର୍ଥାତ୍ ତୁମର ଆର୍ଟସ, ସାଇନ୍ସ, କମର୍ସ ଏବଂ ତା ସହିତ ଭୋକେସନାଲ ଏଜୁକେସନର ରେଜଲ୍ଟ ଏକା ସାଙ୍ଗରେ ବାହାରିବ। ଏବଂ ଆହୁରି ମଧ୍ୟ ଲେଖାଯାଇଛି ଯେ ଚଳିତ ବର୍ଷ 4 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ଏବଂ ରେଜଲ୍ଟ ବାହାରିବ କେବେ ନା ଦିନ 12ଟାରୁ 1ଟା ଭିତରେ ଫଳାଫଳ ବାହାରିବ। ସେଥିପାଇଁ ପିଲାମାନେ ତମେ ପ୍ରସ୍ତୁତ ହେଇ ରୁହ। ଏଇ ଯୋଉ ସୂଚନାଟି ତମ ଦେଇଛନ୍ତି କିଏ ନା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏ ସୂଚନାଟି ଦେଇଛନ୍ତି। ତାପରେ ସେଇ ସମାନ ସମାଚାର ବା ସମାନ ନ୍ୟୁଜଟିକୁ ତମର କଳିଙ୍ଗ ଟିଭିର ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶ ପାଇଛି। ସିଏସସି ଓଡ଼ିଶା +2 ରେଜଲ୍ଟ 2026 ଟୁ ବି ଆନାଉନ୍ସଡ ଅନ୍ ମେ 20। ସେହିପରି ଭାବରେ ତମର ଜାଗରଣ ଜୋଶ ଇଣ୍ଡିଆ ସେ ମଧ୍ୟ ପ୍ରକାଶ କରିଛି ଯେ ସିଏସସି ଓଡ଼ିଶା +2 ରେଜଲ୍ଟ 2026 will be declared on May 20 and 2026 science arts commerce stream result will released on same day। ଗୋଟିଏ ଦିନରେ ଶିଶୁ ପ୍ରକାଶ ପାଇବ ବୋଲି କଣ କରୁଛନ୍ତି ନା ଜାଗରଣ ଜୋଶ ଇଣ୍ଡିଆ ତରଫରୁ ପ୍ରକାଶ ପାଇଛି। ସେହିପରି କନକ ନ୍ୟୁଜରୁ ମଧ୍ୟ 20 ତାରିଖରେ ଫଳ ପ୍ରକାଶ ଆସିବ ବୋଲି ସେଥିରେ ସୂଚନା ଦିଆଯାଇଛି। ପିଲାମାନେ ତୁମର ରୋଲ ନମ୍ବର ଏବଂ ତୁମର ରେଜିଷ୍ଟ୍ରେସନ ନମ୍ବର କୁ କଣ କର ନା ସଂଗ୍ରହ କରି ରଖ ଯୋଉଟା କି ତମର ଆଡମିଟ କାର୍ଡରେ ରହିଛି। ଏବଂ ତୁମମାନେ ଭିଡିଓଟିକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ ଏବଂ ସେୟାର କର ଏବଂ ଏ ବିଷୟରେ ଲାଟେଷ୍ଟ